ବିଜୁ ଜନତା ଦଳର ମୁଖପାତ୍ର ସେମାନେ ତାଙ୍କ କାମ କରିବେ। ବିଜୁ ଜନତା ଦଳ ଯେହେତୁ ବିରୋଧରେ ଅଛି ସେ ବିରୋଧ କରିବ, ସେଥିରେ ମୋର ପରବା ନାହିଁ କି ମୁଁ କାହାକୁ ଖାତିର ବି କରେନି। ଓଡ଼ିଶାର ପ୍ରତ୍ୟେକ ଗଳିରେ ପ୍ରତ୍ୟେକ ଘରେ ସେ ଚର୍ଚ୍ଚା ମଧ୍ୟ ଚାଲିଲା, ଯାହା ସେଥିପାଇଁ ମୁଁ ବହୁତ ଖୁସି। ପ୍ରଥମ ଥର ଦେଖିଲି ଯେ ଠିକ କଥା ପାଇଁ ଆୱାଜ ଉଠେଇଲେ ଚର୍ଚ୍ଚା ହୁଏ। ସେଟା ଭଲ ହେଇପାରେ କି ମନ୍ଦ ହେଇପାରେ, କିନ୍ତୁ ଆୱାଜ ଉଠେଇଲେ ଠିକ କଥା ପାଇଁ ଚର୍ଚ୍ଚା ହୁଏ। ଯାହା ହଉ ବହୁତ ଲୋକ, ସାଧାରଣ ଲୋକ, ମୋ ଅଞ୍ଚଳବାସୀ ଯେଉଁମାନେ ବହୁତ ବର୍ଷ ଧରି ନିଷ୍ପେଷିତ ହେଇକି ରହିଛନ୍ତି, ବହୁତ କଷ୍ଟରେ ଅଛନ୍ତି, ସେଇ ଭାଇ ଭଉଣୀମାନେ ତ ବହୁତ ହି ଖୁସି। ମୁଁ ରିସେଣ୍ଟଲି ଯାଇଥିଲି ମୋ ନିର୍ବାଚନ ମଣ୍ଡଳୀରେ ଥିବା ଟାଙ୍ଗୀ ବ୍ଲକକୁ, ଇନଭାଇଟେଡ୍ ଥିଲି, ଯାଇଥିଲି, କିନ୍ତୁ ସେତେବେଳେ ଯାହା ହେଲା ସମସ୍ତେ ଜାଣିଛନ୍ତି। ତେଣୁ ଆୱାଜ ଉଠେଇଲି, ଲୋକ ଖୁସି ହେଲେ, କିନ୍ତୁ କିଛି ଲୋକଙ୍କୁ ବହୁତ ବାଧିଲା। କିଛି ଚୋର ଟାଉଟର ଗୋଷ୍ଠୀ ଅଛନ୍ତି ଯେଉଁମାନେ ଭାବିଥିଲେ ମୋର ଆୱାଜକୁ ଦବେଇ ଦେବେ, କିନ୍ତୁ ମୋ ଆୱାଜ ନା ଦବିବ ନା କମିବ, ବରଂ ଆହୁରି ଜୋର ସେ ବଢ଼ିବ। ତେଣୁ ମୋର ସଂଘର୍ଷ ଚାଲିବ, ଲଢ଼େଇ ଚାଲିବ, ଯେତେ ଦିନ ପର୍ଯ୍ୟନ୍ତ ମୋ ଦଳ ଭାରତୀୟ ଜନତା ପାର୍ଟି ର ସମ୍ମାନ ରହିବ। ଆମ ଦଳର ଲୋକମାନଙ୍କର, ନିଷ୍ପେଷିତ ହୋଇ ବହୁତ ବର୍ଷ ଥିବା ଲୋକମାନଙ୍କର ସବୁ କାମ ହବ। ନିରପେକ୍ଷ ଭାବରେ ବି କାମ ହବା ଦରକାର। ଗୋଟାଏ ବ୍ଲକ ସରକାରୀ ଅଫିସ, ସେ ଦଳୀୟ ଅଫିସ ନୁହେଁ। ଦଳୀୟ ଲାଇନରେ ଭତ୍ତା ବଣ୍ଟା ଯାଇପାରିବ ନାହିଁ। କୌଣସି ଦଳ ପାଇଁ ଗୃହ ବଣ୍ଟା ହେଇପାରିବ ନାହିଁ। ଯାହା ହବ ସମସ୍ତଙ୍କ ପାଇଁ ସମାନ ହବ। ଆଉ ସେଟା ନ ହେବା ପର୍ଯ୍ୟନ୍ତ ମୁଁ ଏମିତି ଯିବି, ଏମିତି ଲଢ଼େଇ କରିବି, ଏମିତି ସଂଘର୍ଷ କରିବି, ଆଉ ଏମିତି ଆୱାଜ ମଧ୍ୟ ଉଠେଇବି। ସେ କୋଉ ବିଜୁ ଜନତା ଦଳର ମୁଖପାତ୍ର, ଚ୍ୟାନେଲ ମୁଖପାତ୍ର, ଆଙ୍କର ମୋର କିଛି କରିପାରିବେ ନାହିଁ। ଯାହାକୁ ଯାହା କରିବାର ଅଛି କର, ଯାହାକୁ ଯାହା ଭାବିବାର ଅଛି ଭାବ। ସେ ଅଞ୍ଚଳର ଲୋକ ଖୁସି। ସେଇ ଭଉଣୀଟିକି ପଚାରିବାକୁ ପଡ଼ିବ, ସେଇ ବୟସ୍କ ଭଦ୍ର ମହିଳା ବା ଭଦ୍ର ବ୍ୟକ୍ତିଙ୍କୁ ପଚାରିବାକୁ ପଡ଼ିବ, ଅଞ୍ଚଳକୁ ଯାଇକି ତାଙ୍କ ଘର ସାମ୍ନାରେ ଛିଡ଼ା ହେଇକି, ଯେ କେତେ ଥର ସେ ଆବେଦନ କରିଛନ୍ତି ଗୋଟେ ଘରଟିଏ ପାଇଁ, କେତେ ଥର ସେ ଆବେଦନ କରିଛନ୍ତି ଗୋଟେ ଭତ୍ତାଟିଏ ପାଇଁ। ସେମାନଙ୍କୁ ପଚାରିଲେ ସେଇମାନେ କହିବେ ମୁଁ ଠିକ କରିଛି ନା ଭୁଲ କରିଛି। ତେଣୁ ସେଇମାନେ ହିଁ ମୋର ପ୍ରକୃତ ସାର୍ଟିଫିକେଟ ସେଇମାନେ ଦେବେ। ଆଉ ବାକି କିଏ କ'ଣ କହିଲା, କିଏ କ'ଣ ଭାବିଲା, ସେଥିରେ ମୋର କିଛି ଫରକ ପଡ଼ୁନଥିଲା, ପଡ଼ିବନି, ଆଗକୁ ବି କିଛି ହବାର ନାହିଁ କି ବଦଳିବାର ନାହିଁ। ମୁଁ ଯେମିତି ଥିଲି ମୁଁ ସେମିତି ରହିବି। ଲୋକମାନଙ୍କ ହକ୍ ପାଇଁ ଲଢ଼ିବି, ଦଳର ସମ୍ମାନ ପାଇଁ ଲଢ଼ିବି, ଲୋକମାନଙ୍କ ପାଇଁ କାମ କରିବି। କି ସେ କଥାକୁ କେହି ବି ଉଠେଇଲେ ନାହିଁ କି ଅନ୍ୟମାନଙ୍କ ପାଖକୁ ଇଣ୍ଟରଭ୍ୟୁ ପାଇଁ ବି ଗଲେ ନାହିଁ ଯେ ପ୍ରୋଟୋକଲ କେମିତି ଭାଙ୍ଗିକି, ଗୋଟେ ସରକାରୀ ପ୍ରୋଟୋକଲ ଭାଙ୍ଗିକି ବାହାର ଲୋକ କେମିତି ତା ଭିତରେ ବସିଲେ। ଏତିକି ତ କଥା। ହଁ, ଏଇଆ ହେଇଥିବ। ମୁଁ କଥା କହିଲା ବେଳେ ମୋର ଆୱାଜ ବଡ଼ ପାଟି, ମୁଁ ଜୋରରେ କହିଥିବି। ଯେତେବେଳେ ଗେଟ୍ ନ ଖୋଲାଗଲା, ଯେତେବେଳେ ଅଫିସର ମାନେ ଲୁଚିକି ରହିଲେ ଉପରେ ଗୋଟେ ରୁମ୍ରେ, ଟେମ୍ପରାମେଣ୍ଟ ଚେଞ୍ଜ ହେଇଥିବ, କିନ୍ତୁ ମୁଁ ସେଠି କାହାକୁ ଖରାପ ଭାଷାରେ, ଅଭଦ୍ର ଭାଷାରେ ଗାଳି ଦେଇନି କି କାହା ଉପରେ ହାତ ଉଠେଇନି।
ଚାପୁଡ଼ା ମାରିନି କି ଲାତ ମାରିନି କି କୌଣସି ପ୍ରକାର ଧମକ ଦେଇନାହିଁ। ମୁଁ ଜୋର ଗଳାରେ ମୋର ପ୍ରଶ୍ନକୁ ଥୋଇଛି ଯେ ବାହାର ଲୋକ କେମିତି ଅଫିସିଆଲ ମିଟିଂରେ ପଶିକି ବସିପାରିବେ। ମୁଁ କେବଳ ମୋ ପ୍ରଶ୍ନକୁ ଥୋଇଛି ଯେ ଯାହାର ଯୋଗ୍ୟତା ଅଛି ତାକୁ ଭତ୍ତା କେମିତି ମିଳୁନାହିଁ, ଯାହାର ଯୋଗ୍ୟତା ଅଛି ତାକୁ ଘର କେମିତି ମିଳିଯାଉଛି, ଅଥବା ଯାହାର ଗୋଟେ 3 ମହଲା ଘର ଆଉ 4 ଚକିଆ ଗାଡ଼ି ଅଛି ତାକୁ 2 ଥର ଆବାସ ଯୋଜନା ମିଳିଛି। ଯାହାର ବୟସ 30 ବର୍ଷ 32 ବର୍ଷ ତାଙ୍କ ଏଜକୁ ବଢ଼ା ହେଇକି 60+ କରି ତାଙ୍କୁ ଭତ୍ତା କେମିତି ଦିଆଯାଇଛି, ଇଏ ଥିଲା ମୋର ପ୍ରଶ୍ନ। ଆଉ ମୁଁ ତଥ୍ୟର ସହିତ ଯାଇଥିଲି, ଖାଲି ହାତରେ ସେଠି ଯାଇନଥିଲି। ତେଣୁ ମୁଁ ଯାହା ପଚାରିଛି ତାର ଉତ୍ତର ତ ମୁଁ ଡେଫିନେଟଲି ନେବି। ଯେପର୍ଯ୍ୟନ୍ତ ତାର ଉତ୍ତର ମୁଁ ପାଇନି, ଯେପର୍ଯ୍ୟନ୍ତ ଯେଉଁ ଯୋଗ୍ୟତା ଥିବା ଲୋକମାନଙ୍କର ସବୁ ସୁଯୋଗ ସୁବିଧା ତାଙ୍କ ପାଖକୁ ପହଞ୍ଚେଇ ଦେଇନି, ମୋ ସଂଗ୍ରାମ ଚାଲିବ, ଲଢ଼େଇ ଚାଲିବ। କେହି ବୋଲି କେହି ଅଟକେଇ ପାରିବେ ନାହିଁ। କିଏ ବାଧାବିଘ୍ନ ସୃଷ୍ଟି କରିପାରେ, କିଏ ବାହାରେ ଗପିପାରେ, ସେ ଗପିବାରେ ମୋର କିଛି ମତଲବ ନାହିଁ। ସାମ୍ନାରେ ଯାହା ଆସିବ ତାକୁ ଫେସ୍ କରିବି, ସେତିକି ଦମ ରଖିଛି ବୋଲି ଆଗେଇଛି।